ଗୋଟେ ଗାଁରେ ଗୋଟେ ପୁଅ ଥାଏ। ତା ନାଁ ହେଉଛି ମୁନା। ତ ତାର କୌଣସି କାମ ଥିବାରୁ ସେ 2 ଦିନ ପାଇଁ ବାହାରକୁ ଯାଇଥାଏ ଏବଂ ତା ଘର ଖାଲି ରହିଯାଏ। କାହିଁକିନା ସେ ଘରରେ ଏକୁଟିଆ ହିଁ ରହିଥାଏ ଏବଂ ଘରରେ କେହି ତ ସେ 2 ଦିନ ପାଇଁ ତାର କୌଣସି କାମ ଥିବାରୁ ସେ 2 ଦିନ ପାଇଁ ବାହାରକୁ ଯାଇଥାଏ ଏବଂ ତା ଘରଟି ସେମିତି ରହିଥାଏ। ଦିନେ କ'ଣ ହେଲା, ଦିନେ କିଏ ଆସି ତା ତାଳାକୁ ଭାଙ୍ଗି ଘର ଭିତରେ ପଶିଗଲା ଏବଂ ସେ କ'ଣ ଖୋଜୁଥାଏ, ସମସ୍ତ ସାମାନକୁ ସେ ଫିଙ୍ଗି ଦେଇଥାଏ, ଫୋପାଡ଼ି ଦେଇଥାଏ ଏଣେ ତେଣେ। ଯେମିତି 2 ଦିନ ପୁରିଲା ଆଉ ସେ ଘରକୁ ଫେରିଲା, ଦେଖିଲା ତା ଘରର ଅବସ୍ଥା ନାନା ଅବସ୍ଥା ହେଇଯାଇଛି। ତା ଘରର ଜିନିଷପତ୍ର ଏଣେ ତେଣେ ଫିଙ୍ଗା ହେଇଛି। ଯେମିତି ସେ ଘରକୁ ଛାଡ଼ି ଯାଇଥିଲା ସେମିତି ସେ ତା ଘରଟା ନାହିଁ। ଏବଂ ସେ ଛୋଟବେଳରୁ ସିଆଇଡି ଦେଖୁଥାଏ ଏବଂ ସେ ତା ମାଇଣ୍ଡରେ ଟିକେ ଟିକେ ଡିଟେକ୍ସନ୍ ଥାଏ। ଆଉ ସେ କିଛି ନା କିଛି ଭାବିଥାଏ ମୁଁ ଡିଟେକ୍ଟିଭ ହେବି। ତ ସେ ଡିଟେକ୍ଟିଭ ହେଲା ନାହିଁ। ତ ଆଜି ତାର ଆସିଛି ସେ ଡିଟେକ୍ଟିଭ, ସେ ସିଆଇଡି। ତ ତାପରେ ସେ ଦେଖିଲା କାହାର ନିଜର ଟିକେ ଛିଣ୍ଡି ଯାଇଥିବା କଣାଟି ତା ଟେବୁଲରେ ପଶିଯାଇଛି। ସେ ଦେଖିଲା ଇଏ କାହାର ହେଇଥିବ କପଡ଼ାଟି। ସେ ଟିକେ ସମୟ ନେଇ ଭାବିଲା, ମୁଁ ତ ଘରର ଲକ୍ କରିକି ଯାଇଥିଲି, କିଏ ମୋ ଘରକୁ ପଶିଲା? ଘରର ଝରକା ସବୁ ବନ୍ଦ ଥିଲା ଏବଂ ତାଳା କିଏ ଭାଙ୍ଗି ଦେଇଛି? ନିଶ୍ଚୟ ଏଇଟା ଆଖପାଖ ଲୋକ ହେଇଥିବ, କାହିଁକିନା ଚୋର ନାହାନ୍ତି। ତ ସେ କିଛି ଭାବିଲା ଆଉ ସେ କପଡ଼ାକୁ ଧରି ଘର ବାହାରକୁ ଆସିଲା ଏବଂ ସେ ଚାରିପଟେ ଦେଖିଲା ଘରର ଆଖପାଖର ଲୋକମାନଙ୍କୁ। ହଠାତ୍ ତା ନଜର ଚାଲିଗଲା ଗୋଟେ ବ୍ୟକ୍ତି ପାଖକୁ। ସେ ବ୍ୟକ୍ତିର ପଛପଟର କପଡ଼ା ବା ସାର୍ଟର କପଡ଼ା ସେ କପଡ଼ା ସେ ଧରିଥାଏ, ସେ ଛିଣ୍ଡିଯାଉ କପଡ଼ାକୁ ସେ ଧରିଥାଏ ଏବଂ ସେ ବ୍ୟକ୍ତି କପଡ଼ାକୁ ସେ ଦେଖିକି କହିଲା, ମ୍ୟାଚ୍ କରିଦେଇଥିଲେ ସେଟା ମ୍ୟାଚ୍ ହୋଇଥାଏ। ତ ସେ ଯାଇ ସେ ବ୍ୟକ୍ତିକୁ ପଚାରି